أشهد أن لا إله إلا الله وحده لا شريك له وأشهد أن محمدا عبده ورسوله أما بعد فأعوذ بالله من الشيطان الرجيم بسم الله الرحمن الرحيم الحمد لله رب العالمين الرحمن الرحيم مالك يوم الدين إياك نعبد وإياك نستعين اهدنا الصراط المستقيم صراط الذين أنعمت عليهم غير المغضوب عليهم ولا الضالين. ଆଜି ମୁଁ ଇଦ୍ ଖୁତବା ବି ଦେଉଛି, ତେଣୁକରି ବର୍ତ୍ତମାନ ମୁଁ ସଂକ୍ଷିପ୍ତ ଖୁତବା ଉପସ୍ଥାପନ କରିବି। ଏଥିପାଇଁ ମୁଁ ହଜରତ ମସିହ ମଉଦ ଆଲୈହିସ୍ସଲାତୁୱସ୍ସଲାମଙ୍କର ଏକ ସନ୍ଦର୍ଭ ସଂଗ୍ରହ କରିଛି, ଯାହା ପ୍ରତି ଆମକୁ ସର୍ବଦା ଧ୍ୟାନ ଆକର୍ଷିତ ଓ ଧ୍ୟାନ କେନ୍ଦ୍ରିତ କରିବା ଉଚିତ। ହଜରତ ମସିହ ମଉଦ ଆଲୈହିସ୍ସଲାତୁୱସ୍ସଲାମ କୁହନ୍ତି, ବିଶ୍ୱାସକାରୀର ସମ୍ପର୍କ ସଂସାର ସହିତ ଯେପରି ବ୍ୟାପକ ହୋଇଥିବ, ତାହା ତା'ର ଆଧ୍ୟାତ୍ମିକ ଉଚ୍ଚାସନ ପ୍ରାପ୍ତିର ଆଧାରଶିଳା ହୋଇଥାଏ, କାରଣ ତାହାର ମୂଳ ଉଦ୍ଦେଶ୍ୟ ହେଉଛି ଧର୍ମ। ଏହି ପରିପ୍ରେକ୍ଷୀରେ ହଜରତ ଆଲୈହିସ୍ସଲାମ କୁହନ୍ତି, ସଂସାର ସହିତ ସମ୍ପର୍କ ମଧ୍ୟ ଏଥିସକାଶେ ଭଲ ହୋଇଥାଏ, କାରଣ ସେମାନଙ୍କ ମୂଳ ଲକ୍ଷ୍ୟ ଧର୍ମ ହୋଇଥାଏ। ଏହା ଜଣେ ବିଶ୍ୱାସକାରୀର ଚିହ୍ନ। ହୁଜୁର ଆଲୈହିସ୍ସଲାମ ଆହୁରି କୁହନ୍ତି, ଆଉ ସଂସାର, ତାହାର ଧନ, ଉଚ୍ଚ ପଦ ଓ ପ୍ରତିଷ୍ଠା ଧର୍ମର ସେବକ ହୋଇଥାଏ। ସୁତରାଂ ଅସଲ କଥା ଏହିକି ଯେ ସଂସାର ପ୍ରାପ୍ତି ତାହାର ଲକ୍ଷ୍ୟ ହୋଇନଥାଏ, ବରଂ ସଂସାର ଅର୍ଜନ କରିବାରେ ମୂଳ ଉଦ୍ଦେଶ୍ୟ ଧର୍ମ ହୋଇଥାଏ। ଏହି ପ୍ରସଙ୍ଗ ପ୍ରତି ଗୁରୁତ୍ୱାରୋପ ପୂର୍ବକ ବ୍ୟାଖ୍ୟାତ୍ମକ ଆଲୋଚନା କରି ହଜରତ ମସିହ ମଉଦ ଆଲୈହିସ୍ସଲାତୁୱସ୍ସଲାମ କୁହନ୍ତି, ସଂସାର ଅର୍ଜନ କରିବାରେ ମଧ୍ୟ ଏହି ଉଦ୍ଦେଶ୍ୟ ନିହିତ ହେବା ଉଚିତ ଯେ ଆମର ଧର୍ମ ବିଶ୍ୱାସ ଉନ୍ନତ ଓ ଉତ୍ତମ ହେଉ। ଆମକୁ ଧର୍ମ ସେବା କରିବାର ଅଛି। ସଂସାର ଅର୍ଜନ କରିବି ତ ତାହା ମଧ୍ୟ ଧର୍ମ ମାର୍ଗରେ ଅଗ୍ରଗତି କରିବା ସକାଶେ, ନା କି ଭୁଲ ଓ ଅସତ୍ କର୍ମ କରି ନିଜ ଇହ ଓ ପରକାଳକୁ ନଷ୍ଟ କରିଦେବି, ବର୍ବାଦ କରିଦେବି, ବରଂ ନିଜ ପରକାଳକୁ ସରସ ସୁନ୍ଦର ଓ ସାଫଲ୍ୟମଣ୍ଡିତ କରିବା ସକାଶେ ଆମକୁ ସଂସାର ଅର୍ଜନ କରିବାର ଅଛି। ହୁଜୁର ଆଲୈହିସ୍ସଲାମ ହଜରତ ମୁହମ୍ମଦ ମୁସ୍ତଫା ସଲ୍ଲଲ୍ଲାହୁ ଆଲୈହି ወସଲ୍ଲମ କୁହନ୍ତି, ଏହି ସଂସାର ଅର୍ଜନ କର ଯେ ତୁମେ ଧର୍ମର ସେବକ ପାଲଟିଯିବ। ଯେପରି ମନୁଷ୍ୟ କୌଣସି ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ଯିବା ପାଇଁ ଯାତ୍ରା କରିବା ନିମନ୍ତେ ବାହନ ଓ ପାଥେୟ ନିଜ ସାଥିରେ ରଖି ନେଇଥାଏ, ତେବେ ତାହାର ଅସଲ ଉଦ୍ଦେଶ୍ୟ ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ହୋଇଥାଏ, ନା କି ନିଜ ବାହନ ଓ ରାସ୍ତାର ଆବଶ୍ୟକତା। ଏହି ଉପମାର ବିସ୍ତୃତ ବ୍ୟାଖ୍ୟା କରି କୁହନ୍ତି, ଯାତ୍ରା କରିବା ସମୟରେ ସେ ସମସ୍ତ ଜିନିଷ ଯାହା ଆମେ ସାଥିରେ ନେଇଥାଉ, ସମସ୍ତ ସାମଗ୍ରୀ ଯାହାକି ଯାତ୍ରାକୁ ସହଜ ଓ ସୁବିଧା କରିଦେଇଥାଏ, ସେହି ଉଦ୍ଦେଶ୍ୟରେ ଆମେ ସେ ସମସ୍ତ ସାମଗ୍ରୀ ନିଜ ସାଥିରେ ରଖି ନେଇଥାଉ। ଯେପରି ଆମର ଯାତ୍ରା ଆରାମରେ ସମାପ୍ତ ହେବ, ସମ୍ପନ୍ନ ହେବ ଓ ଆମେ ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚିଯିବା, ନା କି ସେଥିରୁ ଆମେ ଯାତ୍ରା ସମୟରେ ଆତ୍ମସନ୍ତୋଷ ଲାଭ କରିବା, ତୃପ୍ତ ହେବା। ସେହି ଉଦ୍ଦେଶ୍ୟରେ ଆମେ ପାଥେୟ ସାଥିରେ ରଖିନଥାଉ, କାରଣ ଯାତ୍ରା କରିବା କୌଣସି ଆନନ୍ଦ ଉଲ୍ଲାସ କରିବାର ତ ସମୟ ନୁହେଁ। ହଜରତ ମୁହମ୍ମଦ ମୁସ୍ତଫା ସଲ୍ଲଲ୍ଲାହୁ ଆଲୈହି वसल्लम କୁହନ୍ତି, ଠିକ୍ ସେହିପରି ମନୁଷ୍ୟ ସଂସାର ପ୍ରାପ୍ତି କରୁ, କିନ୍ତୁ ନିଜକୁ ଧର୍ମ ସେବକ ମନେକରି ଆଲ୍ଲାହ ତାଆଲା ଆମମାନଙ୍କୁ ଯେଉଁ ଦୁଆ ଶିଖାଇଲେ ଯେ ରବ୍ବାନା ଆତେନା ଫିଦ୍ ଦୁନିଆ ହସନତଂ ୱ ଫିଲ୍ ଆଖିରାତି ହସନତଂ
ୱକେନା ଆଜାବନ୍ନାର, ଅର୍ଥାତ୍ ହେ ଆଲ୍ଲାହ, ଆମକୁ ଇହଲୋକରେ କଲ୍ୟାଣ ପ୍ରଦାନ କରିବା ସହିତ ପରକାଳର ବି କଲ୍ୟାଣ ପ୍ରଦାନ କର। ଅଧିକନ୍ତୁ ହୁଜୁର ସല്ലଲ୍ଲାହୁ ଆଲୈହି ವಸಲ್ಲಂ କହିଲେ, ଆମମାନଙ୍କୁ ଆଲ୍ଲାହ ତାଆଲାଙ୍କର ଏହି ଦୁଆ ଅର୍ଥାତ୍ ରବ୍ବାନା ଆତେନା ଫିଦ୍ଦୁନିଆ ହାସନାତଂ ୱଫିଲ୍ ଆଖିରାତି ହାସନାତଂ ୱକେନା ଆଜାବନ୍ନାର ଶିଖାଇବାରେ ସଂସାର ଅର୍ଥାତ୍ ଇହ ଜଗତକୁ ପ୍ରଥମେ ସ୍ଥାନ ଦେଇଛନ୍ତି। କିନ୍ତୁ କେଉଁ ଜଗତକୁ? ହଜରତ ମହମ୍ମଦ ମୁସ୍ତଫା ସല്ലଲ୍ଲାହୁ ଆଲୈହି ವಸಲ್ಲಂ କୁହନ୍ତି, ହାସନାତୁ ଦୁନିଆ ଅର୍ଥାତ୍ ଇହ ଜଗତର କଲ୍ୟାଣ ପରକାଳର କଲ୍ୟାଣ ପ୍ରାପ୍ତିର ଆଧାରଶିଳା ସାବ୍ୟସ୍ତ ହୋଇଥାଏ। ଏହି ପରିପ୍ରେକ୍ଷୀରେ ପ୍ରିୟ ହୁଜୁର ଆମମାନଙ୍କର ଧ୍ୟାନ କେନ୍ଦ୍ରିତ କରି କହିଲେ, ଏପରି ସଂସାର ପ୍ରାପ୍ତି କର ଯାହାକି ପରକାଳରେ କୃତକାର୍ଯ୍ୟ ହେବାର କାରଣ ସିଦ୍ଧ ହେବ। ଏପରି ଜଗତର ସାମଗ୍ରୀ ଲାଭ ହେବ ଯାହାକି ପରକାଳର କଲ୍ୟାଣ ପ୍ରାପ୍ତି ପାଇଁ ସହାୟକ ହେବ, ନା କି ଆମକୁ ପରକାଳରେ ଲଜ୍ଜିତ ହେବାର କାରଣ ହେବ। ଦେଖ, ଯେତେବେଳେ ଜଣେ ସଂସାରରେ ଲିପ୍ତ ହୋଇଯାଏ ସେତେବେଳେ ତାହାକୁ ନିନ୍ଦିତ ଓ ଅପଦସ୍ଥ ହେବାକୁ ପଡ଼ିଥାଏ। ହଜରତ ମସିହ ମାଉଦ ଆଲୈହିସ୍ସଲାତୁ ୱସ୍ସଲାମ କୁହନ୍ତି, ଏହି ଦୁଆରୁ ଏହି ଶିକ୍ଷା ସ୍ପଷ୍ଟ ଭାବରେ ବୁଝାପଡ଼ିଥାଏ ଯେ ବିଶ୍ୱାସକାରୀକୁ ସଂସାର ପ୍ରାପ୍ତିରେ ହାସନାତୁଦ୍ ଦୁନିଆ ହାସନାତୁଲ୍ ଆଖିରା ପ୍ରତି ବିଶେଷ ଧ୍ୟାନ ରଖିବା ଉଚିତ। ଏଥି ସହିତ ହାସନାତୁଦ୍ ଦୁନିଆ ଶବ୍ଦରେ ସେ ସମସ୍ତ ଉତ୍ତମ ପରିପନ୍ଥା ହାସନାତୁଦ୍ ଦୁନିଆ ଶବ୍ଦରେ ଅନ୍ତର୍ଭୁକ୍ତ, ଯାହାକି ଜଣେ ବିଶ୍ୱାସକାରୀ ମୁସଲମାନ ସଂସାର ପ୍ରାପ୍ତି ନିମନ୍ତେ ଗ୍ରହଣ କରିବା ଉଚିତ। ସଂସାରକୁ ପ୍ରତ୍ୟେକ ସେହି ପନ୍ଥା ଦ୍ୱାରା ହାସଲ କର ଯାହା ଅବଲମ୍ବନ କରିବା ଦ୍ୱାରା ହିତ ଓ ମଙ୍ଗଳ ସାଧନ ହୋଇଥାଏ, ନା କି ସେହି ପଦ୍ଧତି ଯାହାକି ଅନ୍ୟକୁ ଅର୍ଥାତ୍ ମାନବ ସମାଜକୁ କଷ୍ଟ ପହଞ୍ଚାଇବାର କାରଣ ସିଦ୍ଧ ହେବ, ନା କି ଏକ ପ୍ରକାର ପ୍ରଜାତିରେ କୌଣସି ପ୍ରକାର ବିତୃଷ୍ଣା ଓ ଲଜ୍ଜାର କାରଣ ହେବ। ଏପରି ସଂସାର ପ୍ରାପ୍ତି ସନ୍ଦେହପୂର୍ଣ୍ଣ ହାସନାତୁଲ୍ ଆଖିରା ପ୍ରାପ୍ତିର କାରଣ ହେବ। ଏଥିପ୍ରତି ଧ୍ୟାନ ଆକର୍ଷିତ କରି କହିଲେ, ଏପରି ସଂସାର ପ୍ରାପ୍ତି କର ଯହିଁରୁ କେବଳ ତୁମର ମଙ୍ଗଳ ଓ ଉପକାର ହେବ ନାହିଁ, ବରଂ ସକଳ ମାନବ ସମାଜର ମଧ୍ୟ ହିତ ସାଧନ ହେବ, ସେମାନଙ୍କର ମଧ୍ୟ ମଙ୍ଗଳ ହେବ। ସଂସାରରେ ତୁମ ଦ୍ୱାରା ଏପରି କାର୍ଯ୍ୟ ନ ହେଉ ଯାହାକି ତୁମକୁ ଲଜ୍ଜିତ କରିବାର କାରଣ ହେବ, ତୁମ ବଂଶ ଆଭିଜାତ୍ୟ, ତୁମ ନିକଟ ସମ୍ପର୍କୀୟ ଓ ପରିଜନ ପାଇଁ ଲଜ୍ଜାର କାରଣ ହେବ। ଏହା ପରିବର୍ତ୍ତେ ଏକ ପବିତ୍ର ଓ ପରିଷ୍କାର ଜୀବନ ଲାଭ ହେବ, ପୁଣ୍ୟ ଓ ଧର୍ମପରାୟଣ ଉପରେ ପ୍ରତିଷ୍ଠିତ ଜୀବନ ଲାଭ ହେବ। ଓ ଯେତେବେଳେ ଏପରି ଜୀବନ ଲାଭ ହେବ ଓ ତୁମେ ଏପରି ସଂସାର ଅର୍ଜନ କରିବା ପାଇଁ ନିଜ ଜୀବନ ଅତିବାହିତ କରିବ, ତେବେ ତାହା ତୁମ ଇହ ଓ ପରକାଳ ଉଭୟକୁ ସାଫଲ୍ୟମଣ୍ଡିତ କରିବ, ତମେ କୃତକାର୍ଯ୍ୟ ହେବ। ସୁତରାଂ ଆଜି ଯେତେବେଳେ ଏହି ବିଶ୍ୱ ସାଧାରଣତଃ ନିଜ ଲକ୍ଷ୍ୟ, ନିଜ ଆଶା ଅଭିଳାଷା ଓ ସ୍ୱାର୍ଥ ହାସଲ କରିବାରେ ଆଗକୁ ବଢ଼ି ଚାଲିଛି ଓ ବ୍ୟକ୍ତିଗତ ସ୍ୱାର୍ଥକୁ ବିଶେଷ ପ୍ରାଧାନ୍ୟ ଦିଆଯାଉଛି, ଯଦି ଧର୍ମ ପ୍ରତି ଦୃଷ୍ଟି ନିକ୍ଷେପ କରାଯାଏ ତେବେ କେବଳ ଲୋକମାନଙ୍କୁ କେବଳ ନିଜ ଧର୍ମର ଚିନ୍ତା ରହିଛି, ମାନବ ସମାଜର ନୁହେଁ। ସେଥିରେ ମାନବ ଜାତି ଏହି ଲୋକମାନେ ନିଜର ସର୍ବସ୍ୱ ବିନାଶ କରିବାରେ ଲାଗିଛନ୍ତି। ଏପରି ଉତ୍କଟ ପରିସ୍ଥିତିରେ ଆମକୁ ନିଜ ପରାକ୍ରମୀ ଅଲ୍ଲାହଙ୍କ ଛାମୁରୁ ନିଜ ଇହକାଳ ଓ ପରକାଳର ସଫଳତା କାମନା କରିବା ପ୍ରତି ଧ୍ୟାନ ଦେବା ଉଚିତ, ଆଉ ଏଥିପ୍ରତି ବିଶେଷ ମନୋଯୋଗ କରିବା ମଧ୍ୟ ଉଚିତ, ଯଦ୍ୱାରା ଆମେ ନିଜ ଇହ ଓ ପରକାଳ ଉଭୟର ବିପତ୍ତିରୁ ସୁରକ୍ଷିତ ରହିପାରିବା। ସଂସାର ବିନାଶାଭିମୁଖୀ ହୋଇଚାଲିଛି, ଲୋକମାନେ ସଂସାରୀମାନେ ଧ୍ୱଂସମୁଖକୁ ବଢ଼ି ଚାଲିଛନ୍ତି। ଯେପରିକି ମୁଁ କହିଲି, ଏଥିରୁ କେବଳ ସର୍ବଶକ୍ତିମାନ ଅଲ୍ଲାହ ହିଁ ଆମମାନଙ୍କୁ ରକ୍ଷା କରିପାରିବେ। ଆଲ୍ଲାହ ତାଆଲା ଆମମାନଙ୍କୁ ନିଜର କର୍ମ ଉନ୍ନତରୁ ଉନ୍ନତ କରିବାକୁ ଶକ୍ତି ପ୍ରଦାନ କରନ୍ତୁ। ଏଥିପାଇଁ ମଧ୍ୟ ଦୁଆ କରିବାର ସାମର୍ଥ୍ୟ ଲାଭ ହେଉ। ଯେପରିକି କିଛି ସମୟ ପୂର୍ବରୁ ମୁଁ ଇଦ୍ ଖୁତବାରେ କହିଥିଲି ଯେ ଆଲ୍ଲାହ ତାଆଲା ଆମମାନଙ୍କୁ ବାସ୍ତବ ପକ୍ଷେ ସେହି କଲ୍ୟାଣ ଲାଭ କରିବାକୁ ଶକ୍ତି ପ୍ରଦାନ କରନ୍ତୁ, ଆଉ ଆମମାନଙ୍କୁ ଉତ୍ତମ ଦୁଆ କରିବାକୁ
ମଧ୍ୟ ଶକ୍ତି ପ୍ରଦାନ କରନ୍ତୁ ତଥା ତାହାକୁ ସ୍ୱୀକାର ବି କରନ୍ତୁ। الحمد لله نحمده ونستعينه ونستغفره ونؤمن به ونتوكل عليه ونعوذ بالله من شرور أنفسنا ومن سيئات أعمالنا من يهده الله فلا مضل له ومن يضلل فلا هادي له ونشهد أن لا إله إلا الله ونشهد أن محمدا عبده ورسوله عباد الله رحمكم الله إن الله يأمر بالعدل والإحسان وإيتاء ذي القربى وينهى عن الفحشاء والمنكر والبغي يعظكم لعلكم تذكرون اذكروا الله يذكركم وادعوه يستجب لكم ولذكر الله أكبر.